ଆଜିର ମିଠା ରେସିପିରେ ନା ଦରକାର ପଡ଼ିବ ଛେନା ନା କ୍ଷୀର ନା ଖୋୟା। ବନିବ ବହୁତ ହି ଟେଷ୍ଟି। ଆପଣ ବନେଇକି ଷ୍ଟୋର କରିକି ରଖିପାରିବେ। ବହୁତ ହି ନରମ ଟେଷ୍ଟି ମିଠା। ତ ବନେଇବା ଆଜି 20 ଟଙ୍କାର ମିଲ୍କ ପାଉଡରରେ ରାକ୍ଷୀ ପାଇଁ ଏହି ମଜାଦାର ମିଠା ରେସିପି। ଚାଲନ୍ତୁ ଆଜିର ଏ ମିଠା ରେସିପି କେମିତି ବନେଇବା ତାହା ବି ଘରୋଇ ସାମଗ୍ରୀରେ। ଆଉ ମିଠାର ରେସିପି ଆପଣମାନେ ରାକ୍ଷୀ ପୂର୍ଣ୍ଣିମାରେ ନିଶ୍ଚିନ୍ତ ବନେଇକି ଆପଣଙ୍କର କେମିତି ବନିଥିଲା ନିଶ୍ଚିନ୍ତ ଆପଣଙ୍କର ଫିଡବ୍ୟାକ୍ ସେୟାର କରିବେ। ନମସ୍କାର, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶା କୁକିଂ ଚ୍ୟାନେଲକୁ। ଏ ମିଠାର ରେସିପି ପାଇଁ ଆପଣ ଯେକୌଣସି ମାପ ହିସାବରେ ନେଇପାରିବେ। ତ ମୁଁ ଏଠି ଗୋଟେ ଗିନା ନେଇଛି, ତ ଆପଣ ଗ୍ଲାସ୍ ମେଜରିଂ କପ୍ ୟୁଜ୍ କରିପାରିବେ। ଯେହେତୁ ଏଟା ଟିକେ ମୋଟା ସୁଜି ଅଛି ତ ଟିକେ ଏଟା ଗ୍ରାଇଣ୍ଡିଙ୍ଗ ଜାରରେ ମୁଁ ଆଡ୍ କରିନେଇଛି। ଏଠି ଫ୍ଲେଭର ପାଇଁ ମୁଁ ଦେଇଛି 3ଟା ଗୁଜୁରାତିର କେବଳ ଆର ମଞ୍ଜି ଦେଇଛି। ଆପଣ ଚାହିଁଲେ ଗୁଜୁରାତି ଗୁଣ୍ଡ ଯୋଉଟା କି ମିଳୁଛି ଆପଣ ୟୁଜ୍ କରିପାରିବେ ପଛରେ। କିନ୍ତୁ ଆପଣ ଯଦି ଗୋଟା ଗୁଜୁରାତିର ମଞ୍ଜି ୟୁଜ୍ କରୁଛନ୍ତି ତାର ବାସ୍ନାଟା ବହୁତ ହି ବଢିଆ ଲାଗିବ। ତ ଏଠି କିଛି ସମୟ ପାଇଁ ଗ୍ରାଇଣ୍ଡ କରିକି ନେଇ ଆସିଛି। ଦେଖିପାରୁଥିବେ ଟିକେ ଟିକେ ଖଦଡା ରହିବ। ତ ଯେହେତୁ ମୋଟା ସୁଜି ତ ଆପଣଙ୍କ ଯଦି ସରୁ ସୁଜି ଥିବ ଆପଣ ବିନା ଗ୍ରାଇଣ୍ଡ କରିକି ଏଟା ୟୁଜ୍ କରିପାରିବେ। ତ ଏଠି ମିଠା ବନେଇବା ପାଇଁ ମୁଁ ନେଇଛି ଗୁଆ ଘିଅ। ଯେହେତୁ ମିଠାର ରେସିପି, ଗୁଆ ଘିଅରେ ରେସିପିଟା ବହୁତ ହି ବଢିଆ ବାସ୍ନା ସହିତ ଭଲ ଲାଗିବ। ତ ମୁଁ ଏଠି ନେଇଛି 2.5 ଚାମଚ ଘିଅ। ତ ଯଦି ଆପଣ ପଛରେ କିଛି ଘିଅ ୟୁଜ୍ କରିବାକୁ ଚାହୁଁଛନ୍ତି ତ ଆପଣ 2 ଚାମଚ ଘିଅରେ ବି ଏଟା ବନେଇ ପାରିବେ। ଏଠି ବଡ ଚାମଚରେ 2 ଚାମଚ ଦେଇଛି ବେସନ, ଯୋଉଥିରେ କି ଆପଣ ମିଡିୟମ ହିଟରେ ଟିକେ କଲର ଚେଞ୍ଜ ହେଲା ଯାଏଁ 2 ରୁ 3 ମିନିଟ୍ କଣ୍ଟିନ୍ୟୁସଲି ଭାଜି ନେବେ, ଯେମିତି ବେସନର ବାସ୍ନାଟା ବହୁତ ହି ବଢିଆ ଆସିବ। ତ ସେତିକି ସମୟ ପର୍ଯ୍ୟନ୍ତ ଆମର ବେସନ ସହିତ ଗୁଆ ଘିଅ ସହିତ ବେସନକୁ ଭଲସେ ଭାଜି ନେବେ। ତାପରେ କଣ ନା ଆମେ ଯୋଉ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ସୁଜିକି ଏଠି ପକେଇ ନେବା। ତ ମିଡିୟମ ହିଟରେ ପ୍ରାୟ 5 ରୁ 6 ମିନିଟ୍ ଆମେ ବେସନ ସୁଜି ସହିତ ଘିଅକୁ ଭାଜିବା। ଆପଣ ଜମା ହାଇ ଫ୍ଲେମରେ ଭାଜିବେନି। ଟିକେ ସମୟ ଆପଣ ପେସେନ୍ସ ରଖିକି 5 ରୁ 6 ମିନିଟ୍ ଦେଖିପାରୁଥିବେ ବଢିଆ ସେ ଭାଜିକି ବାସ୍ନା ସହିତ ବଢିଆ ସେ କଲର ବି ଆସିଗଲାଣି। ଯେମିତି ଆମର ମିଠା ବନଉଛେ କଲର, ସେଇ ଟାଇପର କଲର ଆସିଯାଇଛି। ତ ତାକୁ ରଖିବା ସାଇଡରେ। ଗ୍ୟାସ ହିଟ୍ ଏଠି ବନ୍ଦ କରିନେଇଛି। ଏଠି ଶିରା ବନେଇବା ପାଇଁ ମୁଁ ଗୋଟେ ଜାଗାରେ ଯୋଉ ଗିନାରେ ମୁଁ ସୁଜି ନେଇଥିଲି ସେମ୍ ପରିମାଣରେ ମୁଁ ଏଠି ଚିନି ନେଇଛି। ଯଦି ଆପଣଙ୍କୁ ଟିକେ ଅଧିକା ମିଠା ପସନ୍ଦ ତ ଆଉ ଟିକେ ଆପଣ ଚିନି ଅଧିକା ନେଇପାରିବେ। ତ ଯେତିକି ପାଣିକି ସେତିକି ଚିନି ଦେଇଛି, ଟିକେ ଲୁଣ ଦେଇଛି ମିଠାର ବାଲାନ୍ସ ପାଇଁ। ତ ଗ୍ୟାସର ଏଠି ଅନ୍ କରିନେବା। କଲା ପରେ ଯୋଉଟା ଚିନିଟାକୁ ଆମେ 4 ରୁ 5 ମିନିଟ୍ ଆମେ କୁକ୍ କରିନେବା। ଯେମିତି ଆପଣ ବନଉଛନ୍ତି ଗୋଲାପ ଜାମୁନର ଶିରା ସେଇ ଟାଇପର ବନେଇବେ। ନା ଗୋଟେ ତାର ଏମିତି ବନେଇବେନି ଯେମିତି ଆପଣଙ୍କୁ ଲାଗିବ ଅଠା ଟାଇପର ଲାଗିବ, ସେ ଟାଇପର ଆପଣ ଏ ଶିରାଟା ବନେଇ ନେବେ। ଦେଖିପାରୁଥିବେ ଅଠା ଅଠା ଲାଗୁଛି ଶିରା, ମାନେ ଗୋଟେ ଥାରର ଶିରା ଏଠି ବନେଇନି। ଏଠି ଆମେ ଗ୍ୟାସର ହିଟ୍ ବନ୍ଦ କରିନେବା। ତ ଦେଖିପାରୁଥିବେ ଏଠି ସୁଜି ଥଣ୍ଡା ହେଇଯାଇଛି। ଏଠି ମୁଁ 10 ଟଙ୍କିଆ 2ଟା ମିଲ୍କ ପାଉଡର ନେଇଛି। ବହୁତ ହି କମ ମାନେ ଜିନିଷରେ ଆପଣ ମିଠାର ରେସିପି ବନେଇ ପାରିବେ। ତ ଏଠି ଥଣ୍ଡା ହେଲା ପରେ ମୁଁ ଏଠି ମାନେ 2 ପ୍ୟାକେଟ ଅମୁଲ ଏଠି ଆଡ୍ କରିନେଇଛି। ଯେହେତୁ ଏ ମିଠାରେ ଆମେ ଛେନା ନା କ୍ଷୀର କିଛି ୟୁଜ୍ କରିନେ, କେବଳ 2 ପ୍ୟାକେଟ ମିଲ୍କ ପାଉଡରରେ ଆପଣ ଏଇ ଟେଷ୍ଟି ମିଠା ଆପଣ ଥରଟେ ବନାନ୍ତୁ, ଘର ଲୋକଙ୍କୁ ବହୁତ ହି ପସନ୍ଦ ଆସିବ। ତ ଏଠି ମିଲ୍କ ପାଉଡର ପକେଇଲା ପରେ ଭଲସେ ସବୁକୁ ଗୋଳେଇ ନେବା। ତ ଗ୍ୟାସର ହିଟ୍ ଅନ୍ କରିନେବା। ମିଲ୍କ ପାଉଡର ମାନେ ସୁଜି ସହିତ ଭଲସେ ମିଶିଗଲା ପରେ ଆମେ ଗ୍ୟାସର ହିଟ୍ ଏଠି ଅନ୍ କରିନେବା। ଯୋଉ ଆମେ ଶିରା ବନେଇଥିଲେ ଏଠି ସବୁ ଶିରାକୁ ଏଠି ପକେଇ ନେବା। ତ ଭଲସେ ଆମେ ଗୋଳେଇ ନେବା, ଯେମିତି ଆମର ଶିରା ସହିତ ସୁଜି, ଅମୁଲ ଆଉ ଯୋଉ ବେସନକୁ ଆମେ ଭାଜିକି ରଖିଥିଲେ ଭଲସେ ସବୁ ଯେମିତି ବିଣ୍ଡା ନ ହେଇକି ଭଲସେ ଗୋଳେଇ ହେଇଯିବ। ତ ଗୋଳେଇ ହେଲା ପରେ ଆପଣ ମାନେ କଣ୍ଟିନ୍ୟୁସଲି ଗୋଳେଇବେ। ଗୋଳେଇଲା ପରେ ଯେପର୍ଯ୍ୟନ୍ତ ଆପଣଙ୍କର ଯେମିତି ଡୋ ଫର୍ମରେ ଆସିନି, ଯେମିତି କରେଇ ନ ଛାଡିଛି ସେ ପର୍ଯ୍ୟନ୍ତ ଆପଣ କୁକ୍ କରିନେବେ। ତ ଦେଖିପାରୁଥିବେ ବାସ୍ନା ତ ବହୁତ ହି ବଢିଆ ଆସିଥିଲା, ଆଉ କଲର ବି କେତେ ସୁନ୍ଦର ଆସିଛି ଦେଖିପାରୁଥିବେ। ତ ଦର୍ଶକ ବନ୍ଧୁ, ଆଜିର ରେସିପି ଆପଣମାନଙ୍କୁ ଯଦି ଟିକେ ବି ଭଲ ଲାଗିଥିବ ତ ଭିଡିଓ ଗୋଟେ ଲାଇକ୍ କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ନିହାତି ହିଁ ସବସ୍କ୍ରାଇବ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ଫେସବୁକ୍ ପେଜକୁ ଫଲୋ କରିନେବେ। ଆଉ ଯଦି ରେସିପିଟି ଭଲ ଲାଗୁଛି ନିଶ୍ଚିନ୍ତ ଗୋଟେ ଭଲ କମେଣ୍ଟ ଦେବେ। ଆଉ ରେସିପିଟା ଆପଣମାନେ କୋଉଠୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରିକି କହିବେ। ଦେଖିପାରୁଥିବେ ଏଠି ମାନେ କରେଇ ଛାଡିଗଲାଣି। କରେଇ ଛାଡିଲା ପରେ ମୁଁ ଗ୍ୟାସ ହିଟ୍ ବନ୍ଦ କରିନେଇଛି। ଗୋଟେ ଥାଳି ନେଇଛି, ଥାଳିକୁ ଏଠି ଗୁଆ ଘିଅରେ ଗ୍ରୀସ୍ କରିନେଇଛି। ଆପଣ କେକ୍ ଟିନରେ ବି ବନେଇ ପାରିବେ, କିନ୍ତୁ ମିଠାଟା ବେଶୀ ମୋଟା ହେଲେ ଭଲ ଲାଗିବନି। ତ ଆପଣ ଟିକେ ଚଉଡା ବାଲା ଥାଳି ନେଇକି ଗରମ ଥିବା ଅବସ୍ଥାରେ ଆପଣ ସ୍ପ୍ରେଡ କରିନେବେ, ଯେମିତି ସବୁଆଡେ ସମାନ କିନି ମାନେ ମିଠାଟା ସ୍ପ୍ରେଡ ହେଇପାରିବ। ତ ମିଠା ଗୋଟେ ସାଇଜର ବାହାରିବ।
ତ ଦେଖିପାରୁଥିବେ ଘିଅ ଏଠି ମୁଁ 2.5 ଚାମଚ ଘିଅ ଦେଇଥିଲି। ଆପଣ ଯଦି କମ୍ ଦେଇଛନ୍ତି ତ ପଛରେ ଆପଣ ଯେତେବେଳେ ସୁଜି ବେସନକୁ ଘାଣ୍ଟୁଛନ୍ତି ଆଉ 1 ଚାମଚ ଘିଅ ଦେଇପାରିବେ। ମୁଁ ଏଠି ଆଲମଣ୍ଡ ଦେଇଛି, ଆପଣ ପିସ୍ତା ଦେଇପାରିବେ, କାଜୁ ଦେଇପାରିବେ, କିସମିସ୍ ଦେଇପାରିବେ, ଆପଣଙ୍କୁ ଯୋଉ ଡ୍ରାଏ ଫ୍ରୁଟ୍ସ ପସନ୍ଦ ଅଛି ଆପଣ ଏଠି ପକେଇ ପାରିବେ। ଦେଲା ପରେ ଏଠି ଗରମ ଥିବା ଅବସ୍ଥାରେ ଆମେ ଯୋଉ ଆଲମଣ୍ଡ ପକେଇଛେ ତାକୁ ଟିକେ ଟିକେ ହାଲକା ହାତରେ ଦବେଇ ନେବା, ଯେମିତି ଆମର ମିଠା ସହିତ ସେଟା ଲାଖିକି ରହିବ। ତ ଏଠି ଛାଡ଼ିଦେବା କିଛି ସମୟ ଥଣ୍ଡା ହେବା ପାଇଁ। ତ ପ୍ରାୟ 1 ଘଣ୍ଟା ଛାଡ଼ିଦେବେ। ପୁରା ଥଣ୍ଡା ହେଲା ପରେ ଏଠି ମିଠାକୁ କାଟି ନେବେ ଆପଣଙ୍କ ପସନ୍ଦ ହିସାବରେ। ତ ଏଠି ଟିକେ ଗରମ ଥିଲା ମୁଁ କାଟି ନେଇଛି, ଆପଣ କିନ୍ତୁ ପୁରା ଥଣ୍ଡା ହେଲା ପରେ ହିଁ କାଟିବେ। ତ ଯେହେତୁ ଆମେ ଏଠି ଘିଅ ୟୁଜ୍ କରୁଛେ ଅଧିକା, ତ ଆପଣ ବାହାରେ ବି ରଖିପାରିବେ ମିଠାକୁ। ତ ଦେଖିପାରୁଥିବେ ମୁଁ ଏଠି ଯୋଉ କାଜୁ କତଲିର ସେପ୍ରେ କାଟିଛି। ତ ମିଠାଟା ବହୁତ ହି ଟେଷ୍ଟି ବନିଥିଲା। ତ ମିଠାର ରେସିପି ଆପଣ ବନାନ୍ତୁ ଏଥର ରାକ୍ଷୀରେ। ଆପଣଙ୍କ ରେସିପି କେମିତି ହେଇଥିଲା ନିଶ୍ଚିନ୍ତ କମେଣ୍ଟ କରି କହିବେ।